महान कथाकार मनोज दासଙ୍କର ଏକ ଅତି ପ୍ରସିଦ୍ଧ ଗଳ୍ପ ଲକ୍ଷ୍ମୀର ଅଭିସାର ବିଷୟରେ ଆଜି ଆମେ କଥା ହେବା। ଏମିତି ଏକ କାହାଣୀ ଯାହା ଗୋଟେ ଛୋଟ ଝିଅର ନିରୀହ ବିଶ୍ୱାସ ଆଉ ବଡ଼ମାନଙ୍କ କଠୋର ଦୁନିଆ ଭିତରେ ସଂଘର୍ଷକୁ ଦେଖାଏ। ଆସନ୍ତୁ ଗୋଟେ ସିଧା ପ୍ରଶ୍ନରୁ ଆରମ୍ଭ କରିବା। କେବେ ଭାବିଛନ୍ତି କେମିତି ଜଣକର ନିଷ୍କପଟ ଭକ୍ତିକୁ ଗୋଟେ ଅପରାଧ ବୋଲି କୁହାଯାଇପାରେ? ବାସ୍, ଏହି ମର୍ମହତକାରୀ ପ୍ରଶ୍ନଟି ହିଁ ହେଉଛି ଲକ୍ଷ୍ମୀର ଅଭିସାର ଗଳ୍ପର ମୂଳ କଥା। ନିରୀହତା ଆଉ କପଟତାର ଏକ ଚିରନ୍ତନ କାହାଣୀ। ତେବେ କାହାଣୀର ଆରମ୍ଭ ହେଉଛି ଗୋଟେ ଝିଅର ଗୁପ୍ତ ପ୍ରାର୍ଥନାରୁ। ଆମ କାହାଣୀର ମୁଖ୍ୟ ଚରିତ୍ର ହେଉଛି ଲକ୍ଷ୍ମୀ। ତାର ଗୋଟିଏ ହିଁ ସରଳ ଇଚ୍ଛା, ମନ୍ଦିର ଭିତରକୁ ଯିବ ଆଉ ଠାକୁରଙ୍କ ସହ ମନ ଖୋଲି କଥା ହେବ। ହେଲେ ତା ବାଟରେ ସବୁବେଳେ ଠିଆ ହୁଅନ୍ତି ସେହି କଡ଼ା ମିଜାଜର ପୂଜାରୀ। ସେ ପିଲାମାନଙ୍କୁ ମନ୍ଦିର ପାଖରେ ଜମ୍ମା ଦେଖିପାରନ୍ତିନି। ଲକ୍ଷ୍ମୀର ଡର ଥିଲା କାଳେ ପଣ୍ଡିତେ ତାକୁ କିଛି କଠିନ ଅଙ୍କ କିମ୍ବା ଶବ୍ଦ ପଚାରିଦେବେ। ହେଲେ ଦିନେ ଦ୍ୱିପହରରେ ଗୋଟେ ସୁବର୍ଣ୍ଣ ସୁଯୋଗ ଆସିଲା। ପୂଜାରୀ ପଣ୍ଡିତ ଗଭୀର ନିଦରେ ଶୋଇପଡ଼ିଥାନ୍ତି ଆଉ ତାଙ୍କ ଘୁଙ୍ଗୁଡ଼ି ଶବ୍ଦ ପୁରା ମନ୍ଦିରରେ ଶୁଭୁଥାଏ। ଆଉ ଏଇଠୁ ଆରମ୍ଭ ହୁଏ କାହାଣୀର ସବୁଠୁ ମର୍ମସ୍ପର୍ଶୀ ଅଂଶ, ଈଶ୍ୱରଙ୍କ ସହିତ ଲକ୍ଷ୍ମୀର ବାର୍ତ୍ତାଳାପ। ମନ୍ଦିର ଭିତରକୁ ଯାଇ ସେ ସିଧା ଠାକୁରଙ୍କ ଆଗରେ ବସିପଡ଼ିଲା ଆଉ କହିଲା, ମୋତେ ଚିହ୍ନି ପାରୁଛ ତ? ମୁଁ ଲକ୍ଷ୍ମୀ। ମାସେ ହେଲାଣି ତୁମ ପାଖକୁ ଆସିବାକୁ ଚେଷ୍ଟା କରୁଛି, କିନ୍ତୁ ଏ ପଣ୍ଡିତ ବାଟ ଉଗାଳି ବସୁଛି। ଦେଖନ୍ତୁ କେତେ ସରଳ, ସିଧାସଳଖ ଆଉ ବିଶ୍ୱାସର ସମ୍ପର୍କ। ହେଲେ ଗୋଟେ ଏତେ ଛୋଟ ନିରୀହ ଝିଅଟିଏ ଭଗବାନଙ୍କୁ କ'ଣ ମାଗିପାରେ? ତାର ପ୍ରାର୍ଥନା ବି ଥିଲା ତାରି ଭଳି ସରଳ। ସେ ମାଗିଲା, ଘୁଙ୍ଗୁଡ଼ି ମାରୁଥିବା ପଣ୍ଡିତଙ୍କୁ ଶାନ୍ତି ମିଳୁ, ଦୁନିଆରୁ ସବୁଦିନ ପାଇଁ ଅଙ୍କ କଷା ଉଭେଇ ଯାଉ। ତାର ବାପା ଅସୁସ୍ଥ ଥିଲେ, ତେଣୁ ସେ ବାପାଙ୍କ ପାଇଁ ସାହସ ଆଉ ସୁସ୍ଥତା ମାଗିଲା। ଗୋଟେ ନୂଆ ଫ୍ରକ୍ ପାଇଁ ବି ଅଳି କଲା। ଆଉ ସବୁଠୁ ବଡ଼ କଥା, ସେ ଚାହୁଁଥିଲା ଲୋକମାନେ ଏତେ ପାଟିତୁଣ୍ଡ କରି ପୂଜା ନ କରି ଶାନ୍ତିରେ କରନ୍ତୁ। ସେ ଠାକୁରଙ୍କୁ ପଚାରିଲା, ମୁଁ ତ ଏତେ ଧୀରେ କହୁଛି, ତଥାପି ତୁମେ ସବୁ ଶୁଣିପାରୁଛ? ତାହେଲେ ଲୋକଙ୍କୁ ସେ ବଡ଼ ବଡ଼ ଡାକବାଜି ଯନ୍ତ୍ର କାହିଁକି ଦରକାର? ସେ ଚିତ୍କାର କ'ଣ ତୁମକୁ ସତରେ ଭଲ ଲାଗେ? କେତେ ବଡ଼ କଥାଟିଏ କହିଦେଲା ସେ, ନୁହେଁ କି? ପ୍ରକୃତ ବିଶ୍ୱାସ ଆଉ ଦେଖେ ହେବା ଧର୍ମ ଭିତରେ ଥିବା ଫରକ। ତାପରେ ତା ନଜର ପଡ଼ିଲା ମୂର୍ତ୍ତି ପାଖରେ ଥିବା ଏକ ବଡ଼ କଦଳୀ କାନ୍ଧି ଉପରେ। ସେ ଠାକୁରଙ୍କୁ ଜଣେ ସାଙ୍ଗ ଭଳି ବୁଝେଇକି କହିଲା, ଏଇଠି ଠାକୁର, ସବୁ ଏକାଥରେ ଖାଇଦେବେନି, ନହେଲେ ଦେହ ଖରାପ ହବ। ଆଉ ଯେତେବେଳେ ସେ ଫେରିବାକୁ ବାହାରିଲା, ତାକୁ ଲାଗିଲା ସତେ ଯେମିତି ଠାକୁର ନିଜେ ତାକୁ 2ଟା କଦଳୀ ଉପହାର ଦେଉଛନ୍ତି। ସେ ବି ବହୁତ ଖୁସିରେ ସେ 2ଟି ନେଇ ଆସିଲା। ତାର ନିରୀହ ଦୁନିଆରେ ଏହା ଥିଲା ଏକ ଦୈବୀ କୃପା। କିନ୍ତୁ ଏ ଖୁସି ବେଶୀ ସମୟ ରହିଲାନି, କାହିଁକିନା କାହାଣୀ ଏଇଠୁ ନେଲା ଏକ ଭୟଙ୍କର ମୋଡ଼। ପରବର୍ତ୍ତୀ ଭାଗ ହେଉଛି ଜଣେ ଚୋରର ଅଭିଯୋଗ। ହଠାତ୍ ପଣ୍ଡିତଙ୍କର ପ୍ରଚଣ୍ଡ ଗର୍ଜନ ଶୁଭିଲା, ଦିନ ଦ୍ୱିପହରେ ଠାକୁରଙ୍କ ପାଖରୁ ଚୋରି। ଗୋଟେ ପଟେ ସେ ନିରୀହ ଝିଅ, ଆଉ ପଟେ ରାଗରେ ଜଳୁଥିବା ପୂଜାରୀ। ଆଉ ତାପରେ ଆରମ୍ଭ ହେଲା ଦୌଡ଼। ବିଚାରୀ ଝିଅଟି ଭୟରେ ଦ୍ୱନ୍ଦ୍ୱରେ କିଛି ବୁଝିପାରିଲାନି। ସେ ଦୌଡ଼ି ଯାଇ ପାଖ ପୋଖରୀ ଭିତରେ ପଶିଗଲା ଆଉ ସେଇ 2ଟା କଦଳୀକୁ ଛାତିରେ ଜାବୁଡ଼ି ଧରିଲା। ଏଇଠି ହିଁ 2ଟି ଅଲଗା ଦୁନିଆ ମୁହାଁମୁହିଁ ହେଲେ। ଗୋଟେ ପଟେ ଲକ୍ଷ୍ମୀର ଦୃଷ୍ଟି, ଯେଉଁଠି ଏହା ଥିଲା ଈଶ୍ୱରଙ୍କ ଉପହାର ଆଉ ଭକ୍ତିର ପ୍ରମାଣ। ଆଉ ପଟେ ସହରର ଦୃଷ୍ଟି, ଯେଉଁଠି ଏହା ଥିଲା ସିଧାସଳଖ ଚୋରି ଆଉ ଏକ ସାଧାରଣ ଅପରାଧ। ଏହାପର ପରିଣାମ ଆହୁରି ଭୟଙ୍କର ଥିଲା। ଆସନ୍ତୁ ଦେଖିବା ଏକ ସହରର ନିଷ୍ଠୁର ନ୍ୟାୟ। ଏହାପରେ ସବୁକିଛି ବହୁତ ଜଲ୍ଦି ଜଲ୍ଦି ଘଟିଗଲା। ପ୍ରଥମ ଦିନ ତା ବାପା ତାକୁ ଉପହାସ କରୁଥିବା ଲୋକଙ୍କ ଭିଡ଼ ଭିତରୁ ଚୁପଚାପ ଘରକୁ ନେଇଗଲେ। ସେହି ଦିନଠୁ ଲକ୍ଷ୍ମୀ କଥା କହିବା ବନ୍ଦ କରିଦେଲା। ସେହି ସନ୍ଧ୍ୟାରେ ତାକୁ ପ୍ରବଳ ଜ୍ୱର ଆସିଲା ଆଉ ମାତ୍ର 3 ଦିନ ଭିତରେ ସବୁ ଶେଷ। ହେଲେ ସବୁଠୁ ବଡ଼ ବିଡ଼ମ୍ବନା କ'ଣ ଜାଣନ୍ତି? ଗାଁ ଲୋକେ ଦିଅଙ୍କୁ ଧନ୍ୟ ଧନ୍ୟ କଲେ। ସେମାନେ କହିଲେ, ଦେଖ କେତେ ପ୍ରତ୍ୟକ୍ଷ ଦେବତା, ଚୋରକୁ କେତେ ଶୀଘ୍ର ଦଣ୍ଡ ଦେଇଦେଲେ। କିନ୍ତୁ କାହାଣୀ ଏତିକିରେ ସରିନି। ଏହାର ଶେଷ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଜଣେ ପୂଜାରୀର ଅନ୍ତିମ ପ୍ରାୟଶ୍ଚିତ। ଦେଖନ୍ତୁ ସହରର ପ୍ରତିକ୍ରିୟା କେମିତି 2 ଭାଗରେ ବାଣ୍ଟି ହୋଇଗଲା। ଗୋଟେ ପଟେ ଥିଲେ କପଟୀ ଲୋକମାନେ, ଯେଉଁମାନେ ନ୍ୟାୟର ଚମତ୍କାର ପାଇଁ ଦିଅଙ୍କୁ ପ୍ରଶଂସା କରୁଥିଲେ, ଆଉ ଆଡ଼ପଟେ ଥିଲେ ସେହି ପୂଜାରୀ। ସେ ବୁଝିପାରିଲେ ଯେ ଈଶ୍ୱର ପ୍ରକୃତରେ ସେହି ପଥର ମୂର୍ତ୍ତି ଛାଡ଼ି ସବୁଦିନ ପାଇଁ ଚାଲିଯାଇଛନ୍ତି। ଯେତେବେଳେ ପୁରା ସହର ଦିଅଙ୍କର ଜୟ ଜୟକାର କରୁଥିଲା, ପୂଜାରୀ ଅନୁଭବ କଲେ ଯେ ସେହି ଦିବ୍ୟଶକ୍ତି ପଥର ମୂର୍ତ୍ତିକୁ ଛାଡ଼ି ଚାଲିଯାଇଛି। ପଛରେ ରହିଯାଇଛି କେବଳ ଗୋଟେ ପ୍ରାଣହୀନ, ଅର୍ଥହୀନ ପ୍ରତିମା। ସେ ବୁଝିପାରିଲେ ଯେ ଗୋଟେ ନିରୀହତାକୁ ତଡ଼ିଦେଇ ସେ ପ୍ରକୃତରେ ଈଶ୍ୱରଙ୍କୁ ହିଁ ତଡ଼ି ଦେଇଛନ୍ତି। ତାଙ୍କ ବାକି ଜୀବନ ପାଇଁ ତାଙ୍କର ଗୋଟିଏ ହିଁ ପ୍ରାର୍ଥନା ଥିଲା, ପ୍ରଭୁ, ପରଜନ୍ମରେ ଏ ପାପିଷ୍ଟ ଯେହେନେ ଜିହ୍ବା ହିଁ ନ ହୋଇ ଭୂମିଷ୍ଠ ହେଉ।
ଆଉ ଏହି ମର୍ମନ୍ତୁଦ ପ୍ରାୟଶ୍ଚିତ୍ତ ସହିତ ହିଁ କାହାଣୀଟି ଶେଷ ହୁଏ, ଯାହା ଏହାର ଦୁଃଖଦ ବାର୍ତ୍ତାକୁ ଆହୁରି ଗଭୀର କରିଦିଏ।